ବ୍ୟାନ୍ ହେଲା ପାରାସିଟାମଲ୍, ସେଟିଂ ରିଜନ୍ ଏବଂ 156 ଏଫ୍ଡିସି ଔଷଧ। ଏସବୁ ଔଷଧ ଘରେ ରଖୁଥିଲେ ସାବଧାନ। ଖବରଟି ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆ କି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେବେ ବି ଯେତେବେଳେ ବି ଏହିଭଳି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ଘରେ ଘରେ ଥଣ୍ଡା, ଜ୍ୱର, ଗ୍ୟାସ୍ ଓ ମୁଣ୍ଡବିନ୍ଧା ଭଳି ସାଧାରଣ ସମସ୍ୟା ଦେଖା ଦେଉଛି। ଲୋକ ମନ ଇଚ୍ଛା ଔଷଧ କିଣି ଖାଇବା ସହ ପାଖରେ ରଖୁଛନ୍ତି। ବର୍ତ୍ତମାନ ଯଦି ଆପଣ ଘରେ ଔଷଧ ରଖୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ। 156ଟି ଏସ୍ଡିପି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ। ଦୀର୍ଘ ଦିନ ଧରି ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କାର୍ଯ୍ୟ କରୁଥିଲେ। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଣି ଥରେ ଏହି ଚୟନିତ ଏବଂ ଅତ୍ୟନ୍ତ ଲୋକପ୍ରିୟ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଫ୍ଡିସି ହେଉଛି ଏକ ଔଷଧ ଯାହା ଏକ ନିର୍ଦ୍ଦିଷ୍ଟ ଅନୁପାତରେ 2 କିମ୍ବା ଅଧିକ ଔଷଧର ରାସାୟନିକ ମିଶ୍ରଣ କରି ତିଆରି କରାଯାଏ। ଏଭଳି ଔଷଧ ଏବେ ଦେଶରେ ବହୁ ମାତ୍ରାରେ ବ୍ୟବହୃତ ହେଉଛି। ସାଧାରଣ କଥାବାର୍ତ୍ତାରେ ଏହାକୁ କକଟେଲ୍ ଔଷଧ ମଧ୍ୟ କୁହାଯାଏ। ଜ୍ୱର, ଥଣ୍ଡା, ଆଲର୍ଜି, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚକ୍ଷୁ ଫ୍ଲୁ ଚିକିତ୍ସାରେ ବ୍ୟବହୃତ ହେଉଥିବା 156ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ଏଫ୍ଡିସି ଔଷଧକୁ ନିଷିଦ୍ଧ କରିଛନ୍ତି। ସରକାର ଏବେଠୁ ମେଡିକାଲ ଷ୍ଟୋରରେ ଆଉ ବିକ୍ରି ହେବ ନାହିଁ ଏହି ଔଷଧ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଫାର୍ମା କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ପେନ୍ କିଲର ଔଷଧ ଭାବେ ବ୍ୟବହୃତ ଏସିକ୍ଲୋଫେନ୍ 50 mg ପ୍ଲସ୍ ପାରାସିଟାମଲ୍ 125 mgକୁ ସରକାର ବ୍ୟାନ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ ପାରାସିଟାମଲ୍, ଟ୍ରାମାଡୋଲ୍, ଟାରିନ୍ ଏବଂ କ୍ୟାଫିନ୍ ମିଶ୍ରଣ ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାରାସିଟାମଲ୍ ପ୍ଲସ୍ ପେଣ୍ଟାଜୋସିନ୍ ଓ ଲେଭୋସେଟରିଜନ୍ ପ୍ଲସ୍ ଫେନାଇଲେଫ୍ରିନ୍କୁ ବ୍ୟାନ୍ କରାଯାଇଛି। ମାଗ୍ନେସିୟମ୍ ଓ କ୍ଲୋରାଇଡ୍‌କୁ ସହ ପାରାସିଟାମଲ୍, ଟ୍ରାମାଡୋଲ୍, ଟାଉରିନ୍ ଓ କ୍ୟାଫିନ୍‌ର ମିଶ୍ରଣ ମଧ୍ୟରେ କଟକଣା ଲଗାଯାଇଛି।